एजुकेशनल एक्सपोर आउ गोटे वीडियो रे आपण मानकु स्वागत। आपण माने देखि पारुथिबे आज गवर्नमेंट ऑफ ओडिशा डिपार्टमेंट ऑफ स्कूल एंड मास एजुकेशन तरफ 20/5/2025 रे गोटे नोटिस आछि। आ जो नोटिस टी आछि मनोज कुमार पाढ़ी स्पेशल सेक्रेटरी उनको पाखरु काहाकु आछि टू द स्टेट प्रोजेक्ट डायरेक्टर ओसेपा। ଆଉ ଯୋଉ ନୋଟିସ ର ଯୋଉ ସବଜେକ୍ଟ ରହୁଛି ନୋଟିସ ର ଯୋଉ ସବଜେକ୍ଟ ରହୁଛି ଯଦି ଆମେ ଦେଖିବା ଗାଇଡଲାଇନ ଫର ଏନଗେଜମେଣ୍ଟ ଅଫ ଶିଶୁ ସେବିକା। ଯୋଉ ଶିଶୁ ସେବିକା ଯୋଉ ପ୍ରାଇମେରୀ ସ୍କୁଲରେ ଯୋଉ ଶିଶୁ ସେବିକା ଆପଏଣ୍ଟମେଣ୍ଟ ହେବାର ଥିଲା ତାର ଯୋଉ ଗାଇଡଲାଇନ ଆସି ଯାଇଛି। ଆମେ ଯଦି ଦେଖିବା ଗାଇଡଲାଇନ ରେ କଣ ରହୁଛି ତାହେଲେ ଆପଣ ମାନେ ଏଠି ଦେଖିପାରୁଥିବେ ଯୋଉ ଶିଶୁ ସେବିକା ମାନେ ଆପଏଣ୍ଟମେଣ୍ଟ ପାଇବେ ତାଙ୍କର କଣ କଣ କାର୍ଯ୍ୟ ରହିବ। ଯଦି ଆମେ ଦେଖିବା ସେମାନେ ଯୋଉ ସ୍କୁଲରେ ଯୋଉ ରହିବେ କଣ କରିବେ କ୍ରିଏଟ ଏ ସେଫ୍ ଆଣ୍ଡ ସିକ୍ୟୁର ଆଣ୍ଡ ଇମୋସନାଲି ନର୍ଚରିଂ ଏନଭାୟରନମେଣ୍ଟ where every child feels protected, valued, cared for throughout the school day। ତ ସେମାନଙ୍କର ପ୍ରଥମ କାର୍ଯ୍ୟ ରହୁଛି ସେମାନେ ଛୁଆମାନଙ୍କୁ ସୁରକ୍ଷିତ ମନେ କରିବେ, ଛୁଆମାନେ ନିଜେ ସୁରକ୍ଷିତ ଭାବିବେ। ଆଉ ସେଇ ଯୋଉ ଛୁଆମାନେ ଯୋଉ ସୁରକ୍ଷିତ ଭାବିବାର ଦାୟିତ୍ୱ ରହୁଛି ତାହା ରହୁଛି ଶିଶୁ ସେବିକା ମାନଙ୍କର। ସେମାନେ ସେମିତିକିଆ ଏନଭାୟରନମେଣ୍ଟ ସେଇ ସ୍କୁଲରେ କ୍ରିଏଟ କରିବେ। ଆଉ ତା ସହିତ ବାକି ଯୋଉ ଆସିଷ୍ଟ କରିବେ ବାକି କାମରେ ଟିଚର ମାନଙ୍କୁ ଯେମିତିକି ଚିଲଡ୍ରେନ ମାନଙ୍କୁ ସ୍କୁଲ ଆସିବା ସମୟରେ ୱେଲକମ କରିବା, ସ୍କୁଲରେ ଛୁଆମାନେ ସଫାସୁତୁରା ରହିବା, ତା ସହିତ ବାକି ଯୋଉ ଟ୍ରାଞ୍ଜାକ୍ସନ ରହିଲା କ୍ଲାସରୁମ ଟ୍ରାଞ୍ଜାକ୍ସନ ସ୍କୁଲର ବାକି ଆକ୍ଟିଭିଟି ଗୁଡାକରେ ସେମାନେ ହେଲ୍ପ କରିବେ। ତା ସହିତ କାମ୍ ଅପସେଟ ଚିଲଡ୍ରେନ ବାଇ ସ୍ପିକିଂ ଜେଣ୍ଟଲି ଅର ଷ୍ଟେଇଂ ୱିଥ ଦେମ୍ କ୍ୱାଇଟଲି। ସପୋଜ ଯଦି କୋଉ ଛୁଆ ସ୍କୁଲରେ ରାଗି ଯାଇଛି ତାକୁ ତା ସହିତ ଭଲସେ କଥା ହେବା ଜେଣ୍ଟଲି, ଆଉ ତା ସହିତ ଛିଡା ହେବା କ୍ୱାଇଟଲି କିଛି ନ କହି। ପ୍ରୋଭାଇଡ ମେଟେରିଆଲ୍ସ ଲାଇକ୍ ବୁକ୍ ଟଏଜ୍ ଚାର୍ଟସ୍ ଟୁ ଚିଲଡ୍ରେନ ହ୍ୱେନ୍ ନିଡେଡ୍। ତା ସହିତ ଚିଲଡ୍ରେନ ମାନଙ୍କୁ ବୁକ୍ସ ଟଏସ୍ ଚାର୍ଟସ୍ ଦେବା ଯେତେବେଳେ ତାଙ୍କୁ ଦରକାର ପଡିବ। ଆଉ ଯଦି ଦେଖିବା ଆମେ ତାହେଲେ ଏଠି ୱାକ୍ ୱିଥ୍ ଚାଇଲ୍ଡ ଇଫ୍ ଦେ ନିଡ୍ ଟୁ ଗୋ ଆଉଟସାଇଡ୍ ଟୁ ଟଏଲେଟ୍ ଅର୍ ନିଡେଡ୍ ଏ ସର୍ଟ ବ୍ରେକ୍। ଛୁଆମାନଙ୍କ ସହିତ ଯିବା ଯଦି ସେମାନେ ଦରକାର କରୁଛନ୍ତି ଟଏଲେଟ୍ ଯିବା ପାଇଁ ତାଙ୍କ ସହିତ ବି ଯିବା। ଇନଫର୍ମ ଦ ଟିଚର ଇଫ୍ ଦ ଚାଇଲ୍ଡ ଇଜ ଅପସେଟ୍। କୋଉ ଛୁଆ ଅପସେଟ୍ ରହୁଛି ତାର ଅସୁସ୍ଥ ରହୁଛି ତାର ବିହେଭିୟରଟା ଠିକ ନାହିଁ ସେହି ବିଷୟରେ ମଧ୍ୟ ଆମେ ଟିଚରକୁ ଅବଗତ କରିବା। ଏନସିଓର ଦ କ୍ଲିନନେସ୍ ଆଣ୍ଡ ହାଇଜିନ୍ ଅଫ ଦ କ୍ଲାସରୁମ୍ ଆଣ୍ଡ ଲର୍ଣ୍ଣିଂ ମେଟେରିଆଲ୍ସ ଟୁ ପ୍ରମୋଟ ଏ ହେଲ୍ଦି ଆଣ୍ଡ ଚାଇଲ୍ଡ ଫ୍ରେଣ୍ଡଲି କ୍ଲାସରୁମ୍ ସେଟଅପ୍। ଆଉ ଯୋଉ କ୍ଲାସରୁମ ରେ କଣ କରିବେ ଆମେ ଯୋଉ କ୍ଲାସରୁମ ଟା ରହିବ ତାହା ରହିବ ଚାଇଲ୍ଡ ଫ୍ରେଣ୍ଡଲି କ୍ଲାସରୁମ। ଚାଇଲ୍ଡ ଫ୍ରେଣ୍ଡଲି ଯୋଉଠି ଚାଇଲ୍ଡ ଟିଚରକୁ ଡରିବନି, ସେ କଣ କରିବ ନା ଯେମିତି କି ଟିଚର ତାର ଗୋଟେ ସାଙ୍ଗ ଚାଇଲ୍ଡ ଫ୍ରେଣ୍ଡଲି। ତ ଏଇ ଯୋଉ ଜିନିଷ ଗୁଡାକ କ୍ଲାସରୁମ ରେ ହେବ ସଫାସୁତୁରା ଯୋଉ ଲର୍ଣ୍ଣିଂ ମେଟେରିଆଲ ଦେବା ଛୁଆ ସହିତ ଯିବା ଏଇ ସବୁ କାମ ରହୁଛି ଶିଶୁ ସେବିକା ମାନଙ୍କର। ତା ସହିତ ଯୋଉ ଶିଶୁ ସେବିକା ମାନେ କେମିତି କୋଉ ସ୍କୁଲରେ କେତେ ଦିନ ରହିବେ ଯେ ଦେଖିବା ତାହେଲେ ଯୋଉ ସ୍କୁଲରେ 30 ରୁ 100 ଜଣ ଛାତ୍ରଛାତ୍ରୀ ଅଛନ୍ତି 30 ରୁ 100 ସେଠି ଓନ୍ଲି ୱାନ୍ ଗୋଟିଏ ରହିବେ ଶିଶୁ ସେବିକା। ଯଦି 100 ରୁ ଅଧିକା ଅଛି ସେଠୁ କେତେ ରହିବେ ନା 2 ଜଣ ମ୍ୟାକ୍ସିମମ୍ ରହିପାରିବେ, 2 ଜଣ ଶିଶୁ ସେବିକା ମ୍ୟାକ୍ସିମମ୍ ରହିପାରିବେ। ଆଉ ଯୋଉ ଏ ଶିଶୁ ସେବିକା ଏମାନଙ୍କର ଯୋଉ ଏନଗେଜମେଣ୍ଟଟା କେମିତି ହେବ ଯେମିତିକି ଏମାନଙ୍କର ଏନଗେଜମେଣ୍ଟଟା କିଏ କରିବ SMC ସ୍କୁଲ ମ୍ୟାନେଜିଂ କମିଟି ଯୋଉ ରହୁଛି ସେମାନେ ତାଙ୍କୁ ଆପଏଣ୍ଟମେଣ୍ଟ କରିବେ। ଆଉ ଯୋଉ ସ୍କୁଲ ମ୍ୟାନେଜମେଣ୍ଟ କମିଟିର ଯୋଉ ସଦସ୍ୟ 2/3 ସଦସ୍ୟ ପ୍ରେଜେଣ୍ଟ ଥିବା କଥା ତା ସହିତ BEO ଥିବେ ନହେଲେ ତାଙ୍କର ଯୋଉ ରିପ୍ରେଜେଣ୍ଟେଟିଭ ସେ ସେଣ୍ଡ କରିବେ ସେଇଠି ଏମାନଙ୍କର ଚୟନ ହେବ ଯୋଉ ଶିଶୁ ସେବିକା ମାନଙ୍କର ସେଠି ଚୟନ ହେବ। ତା ସହିତ ସେମାନଙ୍କର ଏଲିଜିବିଲିଟି କ୍ରାଇଟେରିଆ କଣ ରହୁଛି ଏଲିଜିବିଲିଟି କ୍ରାଇଟେରିଆ ଯଦି ଆମେ ଦେଖିବା ତାହେଲେ ସେ ଅତି କମରେ 1 ଏପ୍ରିଲ 2025 ପର୍ଯ୍ୟନ୍ତ 18 ବର୍ଷର ହେଇଥିବେ ଆଉ ମ୍ୟାକ୍ସିମମ୍
जो 45 वर्षରୁ କମ୍ ହେଇଥିବେ। She must be a resident of the habitations ward where the school is situated. If no suitable candidate is available from the same habitations ward, application from nearby habitations ward may be considered for selection. Suppose ଗୋଟେ X ଗାଁରେ ସ୍କୁଲଟା ଅଛି। ସପୋଜ ଯେଉଁ ସ୍କୁଲରେ ଏଇ ଯୋଉ ଏକ୍ସ ଗାଁରେ ଯୋଉ ସ୍କୁଲଟା ଅଛି ସେହି ଗାଁରେ ସପୋଜ କ୍ୟାଣ୍ଡିଡେଟ୍ ମିଳିଲେ ନାହିଁ, ତାହେଲେ ପାଖର ଯୋଉ ଗାଁରେ ଥିବ ପାଖ ଭିଲେଜରୁ ଆପଏଣ୍ଟମେଣ୍ଟ କରାଯିବ। କିନ୍ତୁ ନର୍ମାଲି ଯେଉଠି ସ୍କୁଲ ଥିବ ସେଠି ହିଁ ଆପଏଣ୍ଟମେଣ୍ଟ ହେବ, ସେଠିକାର ଲୋକ ହିଁ ଆପଏଣ୍ଟମେଣ୍ଟ ପାଇବେ। ତା ସହିତ ଯଦି ଆମେ ଦେଖିବା, she should be sound physical and mental health, free from any contagious chronic disease। ସେ ସୁସ୍ଥ ହୋଇ ରହିଥିବେ, ତାଙ୍କର କୌଣସି ଡିଜିଜ ନଥିବ, ଯୋଉ ଭାଇରାଲ ଡିଜିଜ ନଥିବ। ଶିଶୁ ସେବିକା has to deal with very small children. It is mandatory that they speak ଓଡ଼ିଆ local and regional language। ସେମାନେ ଓଡ଼ିଆ କହିପାରୁଥିବେ, ଲୋକାଲ ଲାଙ୍ଗୁଏଜ କହିପାରୁଥିବେ, ତା ସହିତ ରିଜନାଲ ଲାଙ୍ଗୁଏଜ ବି କହିପାରୁଥିବେ। ସପୋଜ ଯୋଉ ଏରିଆର ପିଲା ସପୋଜ ସମ୍ବଲପୁରୀ କିଏ ରହୁଛି, ତ ସେଇ ଯେମିତି ସମ୍ବଲପୁର ଏରିଆ ଆମ ସେଇ ସମ୍ବଲପୁରୀ ଲାଙ୍ଗୁଏଜରେ ବି ସେମାନେ କହିପାରୁଥିବା କଥା। ତା ସହିତ ଯଦି ଆମେ ଦେଖିବା, ଏଠି ଯଦି ଆମେ ଦେଖିବା ଯୋଉ ସେବିକା ମାନେ ଯୋଉ ଆପଏଣ୍ଟମେଣ୍ଟ ପାଇବେ, ତାଙ୍କର ଯୋଉ ଆପଏଣ୍ଟମେଣ୍ଟ କାହାକୁ ପ୍ରାୟୋରିଟି ଦିଆଯିବ, ଯେମିତିକି destitute women from ST community, destitute women from SC community, destitute women from other community। ତ ପ୍ରଥମେ ST, ତାପରେ SC, ତାପରେ SE, BC ଆଉ ଜେନେରାଲ ମାନଙ୍କୁ ପ୍ରାଧାନ୍ୟ ଦିଆଯିବ। ତ ଯୋଉ ଡେଷ୍ଟିଟ୍ୟୁଟ ଅଭାବରେ ରହୁଥିବେ ତାଙ୍କୁ ପ୍ରଥମେ ଦିଆଯିବ ST କ୍ୟାଟେଗୋରୀ, ତାପରେ SC, ତାପରେ ବାକି କ୍ୟାଟେଗୋରୀ। ସେହିପରି ଯୋଉମାନେ ବିବାହ କରିନଥିବେ, ତାଙ୍କର ଘରୁ କିଛି ସୁବିଧା ପାଉନଥିବେ, ଘରୁ ସପୋର୍ଟ ପାଉନଥିବେ, ସେମିତିକା ST SC ବାକି ମାନଙ୍କୁ ପ୍ରାଧାନ୍ୟ ଦିଆଯିବ। ତା ସହିତ ଯୋଉମାନେ ଡିଭୋର୍ସ ନେଇଛନ୍ତି ତାଙ୍କୁ ବି ST SC ଓ ବାକି କମ୍ୟୁନିଟି ଗୁଡାକୁ ଏମିତି ପ୍ରାୟୋରିଟି ଦିଆଯିବ। ତା ସହିତ ଯୋଉ ଶିଶୁ ସେବିକା ମାନଙ୍କ ଡିସକ୍ୱାଲିଫିକେସନ କେମିତି ରହୁଛି, ସପୋଜ ଯଦି ସେମାନେ 60 ଇୟର୍ସ ପହଞ୍ଚିଗଲେ, 60 ଇୟର୍ସରେ ତାଙ୍କୁ ଡିସକ୍ୱାଲିଫିକେସନ କରାଯିବ। ସପୋଜ ଡିଜିଜ ଅଛି କୋଉ କଣ୍ଟାଜିନିୟସ କ୍ରୋନିକ ଡିଜିଜ ଅଛି, ସେଇ ସମୟରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯିବ। ତା ସହିତ ଆପଣ ଦେଖିପାରୁଥିବେ ଏମାନଙ୍କୁ ଶିଶୁ ସେବିକା ମାନଙ୍କୁ 15 ଡେଜ ର ମେଟର୍ନିଟି ଲିଭ୍ ମଧ୍ୟ ମିଳିବ, 15 ଡେଜ ର ମେଟର୍ନିଟି ଲିଭ୍ ମଧ୍ୟ ମିଳିବ। ଆଉ ଏଇଟା ଯୋଉ ମ୍ୟାକ୍ସିମମ୍ 2 ଟାଇମ୍ସ ମିଳିବ, ମ୍ୟାକ୍ସିମମ୍ 2 ଟାଇମ୍ସ ମିଳିବ। ତା ସହିତ ଯଦି ଆମେ ଦେଖିବା, ତ ଆଉ କୋଉମାନେ ଶିଶୁ ସେବିକା ପାଇପାରିବେନି, ସପୋଜ ଯୋଉମାନେ SMC ପ୍ରେସିଡେଣ୍ଟ ରହୁଛନ୍ତି, ଯୋଉ ସ୍କୁଲ ମ୍ୟାନେଜିଂ କମିଟିର ୟା ଫିର ମେମ୍ବର ଅଛନ୍ତି, ଲୋକାଲ MP MLA ଅଛନ୍ତି, ଜିଲ୍ଲା ପରିଷଦ ଅଛନ୍ତି, ମେମ୍ବର ସମିତି ମେମ୍ବର, ସରପଞ୍ଚ, ତାଙ୍କର କୌଣସି ରିଲେଟିଭ ଏହି ଶିଶୁ ସେବିକାରେ ଜବ୍ ପାଇବେ ନାହିଁ। ଫ୍ୟାମିଲି ଅଫ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ, ଯୋଉମାନେ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ ତାଙ୍କର ଘରୁ ବି କେହି ଜବ୍ ପାଇବେନି। ତା ସହିତ ଯାହାର କ୍ରିମିନାଲ ରେକର୍ଡ କିମ୍ବା ପୋଷ୍ଟ କେସ୍ ପେଣ୍ଡିଂ ଅଛି, ସେମାନେ ମଧ୍ୟ ଏଇ ଜବ୍ ପାଇପାରିବେ ନାହିଁ। ଆଉ ଯଦି ଆମେ ଦେଖିବା, ଏଠି ଯୋଉ ସାଲାରୀ ମିଳୁଛି 3000 ଟଙ୍କା ଆପଣଙ୍କୁ ପର ମନ୍ଥ ମିଳିବ। ପର ମନ୍ଥ କେତେ ଟଙ୍କା ମିଳିବ? ପର ମନ୍ଥ ଆପଣଙ୍କୁ 3000 ଟଙ୍କା ମିଳିବ। ତା ସହିତ ଯଦି ଆମେ ଦେଖିବା, ଏଠି ଯୋଉ ଟର୍ମସ ଆଣ୍ଡ କଣ୍ଡିସନ କଣ ରହୁଛି, ଯେମିତି କି ସବୁ କାମ କରିବେ ଭଲସେ, absent continuous absent ରହିପାରିବେନି, ମେଡିକାଲ ଫିଟ୍ କଣ୍ଟିନ୍ୟୁଅସ୍ ଡିଜିଜ ନଥିବା କଥା। ଆଉ ସେମାନେ ଯୋଉ ଜଏନ କରିବେ ସେହି ସମୟରେ ତାଙ୍କର ଡକୁମେଣ୍ଟସ କଣ ଲାଗୁଛି, ଯେମିତିକି 2 ପାସପୋର୍ଟ ସାଇଜ ଫଟୋଗ୍ରାଫ୍ସ ଡ୍ୟୁଲି attested copy of certificate, attested copy of voter ID card, attested copy of IST page of bank passbook। ଏଇ ଯୋଉ ସବୁ ଜିନିଷ ଗୁଡାକ, ଏଇ ଡକୁମେଣ୍ଟସ ଗୁଡାକ ସବୁ ଲାଗିବ। ତା ସହିତ ଗଭର୍ଣ୍ଣମେଣ୍ଟ ଏଠି ଆଉ ମେନସନ କରୁଛି ଗୋଟେ ବିଗେଷ୍ଟ ଥିଙ୍ଗ ନେଇ ଦେଖିପାରୁଥିବେ ଆପଣ, କି ଯୋଉମାନେ ଏଇ ଶିଶୁ ସେବିକା ଅଣ୍ଡରରେ କାମ କରିବେ ସେମାନଙ୍କର କୌଣସି କ୍ଲେମ କରିପାରିବେନି କି ରେଗୁଲାଇଜେସନ ପାଇଁ absorption କାହିଁକି appointment as regular employee under the state government employee। ସେମାନେ ନିଜକୁ କେବେ କ୍ଲେମ କରିପାରିବେନି କି ଆମେ ରେଗୁଲାର ପାଇଁ, ତାଙ୍କ ରେଗୁଲାର ପାଇଁ। କିନ୍ତୁ ଗଭର୍ଣ୍ଣମେଣ୍ଟ ଯଦି ଚାହିଁବ, ସେଇ ଟର୍ମସ ଆଣ୍ଡ କଣ୍ଡିସନରେ ସେ ଚେଞ୍ଜ କରିପାରିବ ପବ୍ଲିକ ଇଣ୍ଟରେଷ୍ଟ ଦେଖିକି। ତ ଏଇ ସବୁ ଯୋଉ ଆମେ ଦେଖିଲେ, ଏଇଟା ହେଲା ଶିଶୁ ସେବିକାର
जो एंगेजमेंट रो टोटल इंस्ट्रक्शन। तो जो माने एठी कुछ जो माने शिशु सेविका जॉब रे जॉब पाई इंटरेस्टेड आपण देखि पारिबे ए सब डिटेल्स को ता सहित ए चैनल को देखिथिबारु आपण मानकु धन्यवाद। ता सहित चैनल को लाइक एंड सब्सक्राइब कर दियंतु आ फर्दर एमितिका वीडियो देखिबा पई चैनल को सब्सक्राइब कर दियंतु।